ପିଲାମାନେ ଏହି ଭିଡ଼ିଓରେ ଆମେ ବନ୍ଦୀର ବିରହ ବ୍ୟଥା କବିତାର 50ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ଡିସ୍କସନ୍ କରିବା ଏବଂ ତାହା ନିଶ୍ଚିତ ଭାବରେ ତୁମର ବୋର୍ଡ଼ ଏକ୍ଜାମରେ ଆସିବ। ପ୍ରଶ୍ନ ନମ୍ବର 1କୁ ଯିବା। ବନ୍ଦୀର ବିରହ ବ୍ୟଥା କବିତାର କବି କିଏ? ଗୋବନ୍ଧୁ ଦାସ। ନେକ୍ସଟ ପ୍ରଶ୍ନ, ଗୋବନ୍ଧୁ ଦାସ କେଉଁ ଜେଲରେ ବନ୍ଦୀ ଥିଲେ? ହଜାରିବାଗ ଜେଲ। ବନ୍ଦୀର ବିରହ ବ୍ୟଥା କବିତାଟି କବିତାର କେଉଁ ସଂକଳନରୁ ଆନିତ? କାରା କବିତା। ପ୍ରଶ୍ନ ନମ୍ବର 4 କବି କେଉଁ ସମୟର ଦୃଶ୍ୟ ଦେଖି ଭାବ ବିହ୍ୱଳ ହୋଇଛନ୍ତି? ସୂର୍ଯ୍ୟାସ୍ତ। ନେକ୍ସଟ ପ୍ରଶ୍ନ, କାହା ପାଖରୁ ଦୂରରେ ଥିବାରୁ କବିଙ୍କ ମନରେ ବିରହ ଜାତ ହୋଇଛି? ପ୍ରିୟଜନ। କବିଙ୍କୁ ଜେଲ ଭିତରକୁ ନେଇଯିବା ପାଇଁ କିଏ ଆସିଲା? ସିପାହୀ। ସିପାହୀଟି କାହା ପରି କବିଙ୍କ ପାଖରେ ଛିଡ଼ା ହୋଇଥିଲା? ଯମଦୂତ ପରି। ଅମ୍ବର ଶବ୍ଦର ଅର୍ଥ କ'ଣ? ଆକାଶ। ଗଛମାନଙ୍କର ଛାଇ ଲମ୍ବିଯିବାକୁ କବି କେଉଁ ରୂପରେ ପରିକଳ୍ପନା କରିଛନ୍ତି? ସୂର୍ଯ୍ୟଙ୍କର ପାଦରେ ପ୍ରଣାମ କରିବା ପରି। ପ୍ରଣୟ ପିୟୁଷରେ କ'ଣ ମିଶିଥିବା କଥା କବି କହିଛନ୍ତି? ବିରହ ବିଷ। ହେମବରଣୀ ଶବ୍ଦର ଅର୍ଥ କ'ଣ? ସୁନା ରଙ୍ଗ। ସନ୍ଧ୍ୟା ସମୟର ମୃଦୁ ପବନକୁ କବି କାହା ସହିତ ତୁଳନା କରିଛନ୍ତି? ପ୍ରେମର ଅସ୍ପଷ୍ଟ ସ୍ୱର ସହିତ। ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ପ୍ରେମିକା କାନରେ କ'ଣ କହୁଛନ୍ତି? ଶୀଘ୍ର ଫେରି ଆସିବି। ଅନୁଭବର ନେତ୍ରରେ କ'ଣ ଦେଖାଯାଏ? ଆନନ୍ଦ ଭିତରେ ବିଷାଦ ରେଖା। ରାଇଟ୍ ଆନ୍ସର। ଚନ୍ଦ୍ରାତପ ଶବ୍ଦର ଅର୍ଥ କ'ଣ? ଚନ୍ଦ୍ରର ଆଲୋକ। କବି ନିଜର ଦୁଃଖ ପାଇଁ କାହାଠାରୁ ସାନ୍ତ୍ୱନା ପାଇବାକୁ ଆଶା କରିଛନ୍ତି? ପ୍ରକୃତିଠାରୁ। ଗୋବନ୍ଧୁଙ୍କୁ କେଉଁ ଉପାଧିରେ ଭୂଷିତ କରାଯାଇଛି? ଉତ୍କଳମଣି ଗୋବନ୍ଧୁ ଦାସ। କବିଙ୍କ ତାପିତ ଅନ୍ତରକୁ କିଏ ଶୀତଳ କରିପାରେ? ସମଦୁଃଖୀ ପ୍ରକୃତି। ବନ୍ଦୀର ବିରହ ବ୍ୟଥା କେଉଁ ଶ୍ରେଣୀର କବିତା? ଦେଶଭକ୍ତିମୂଳକ କବିତା। ସୂର୍ଯ୍ୟାସ୍ତ ସମୟରେ ଆକାଶର ରଙ୍ଗ କିପରି ହୋଇଥାଏ? ସିନ୍ଦୁର ପରି ନାଳି। ଗୋବନ୍ଧୁ ଦାସ କେଉଁ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ସତ୍ୟବାଦୀ। ବହୁତ ଇଜି ପ୍ରଶ୍ନ। କାରା କବିତା ପୁସ୍ତକଟି କେଉଁଠାରେ ଲେଖାଯାଇଥିଲା? କାରାଗାରରେ। ବିରହ ଶବ୍ଦର ବିପରୀତ ଶବ୍ଦ କ'ଣ? ଓକେ ପିଲାମାନେ, ବିରହ ଶବ୍ଦର ବିପରୀତ କ'ଣ? ବିରହର ବିପରୀତ କ'ଣ ପିଲାମାନେ? ମିଳନ। କବି ନିଜକୁ କାହା ସହିତ ତୁଳନା କରିଛନ୍ତି? ଅସହାୟ ବନ୍ଦୀ ସହିତ ତୁଳନା କରିଛନ୍ତି। ଜେଲ ଭିତରେ କବିଙ୍କ ଏକମାତ୍ର ସାଥୀ କିଏ? ନିଜର ଚିନ୍ତା ଓ ପ୍ରକୃତି। ପିୟୁଷ ଶବ୍ଦର ଅର୍ଥ କ'ଣ? ଅମୃତ। ସନ୍ଧ୍ୟା ଆସିବା ପରେ ପକ୍ଷୀମାନେ କୁଆଡ଼େ ଯାଆନ୍ତି? ବସାକୁ ଫେରିଯାଆନ୍ତି। କବିଙ୍କ ମନରେ କେଉଁ ପ୍ରକାର ବ୍ୟଥା ଅଛି? ମାନସିକ ଓ ବିରହ। ଗୋଧୂଲି ସମୟ କାହାକୁ କୁହାଯାଏ? ଦିନ ଓ ରାତିର ସନ୍ଧିକ୍ଷଣ। ରାଇଟ୍ ଆନ୍ସର। ସିପାହୀ ଜେଲରେ କ'ଣ ଶୁଣାଇଲା? ଜେଲର ଆଦେଶ ଓ ତାଲା ପକାଇବା ଶବ୍ଦ। କବି କାହାକୁ ଦୟାମୟ ବୋଲି କହିଛନ୍ତି? ଈଶ୍ୱରଙ୍କୁ। ମାନବ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ କ'ଣ? ମନୁଷ୍ୟ। ସୂର୍ଯ୍ୟାସ୍ତ ହେଲେ ପୃଥିବୀରେ କ'ଣ ବ୍ୟାପିଯାଏ? ଅନ୍ଧକାର ବା ଅନ୍ଧାର। କବିଙ୍କ ଅନୁସାରେ କାହାର ଦୁଃଖ ଅଧିକ? ବନ୍ଦୀର। ନେତ୍ର ଶବ୍ଦର ଅର୍ଥ କ'ଣ? ନେତ୍ର ବୋଲେ କ'ଣ ପିଲାମାନେ? ଆଖି। ଗୋବନ୍ଧୁଙ୍କ ଜନ୍ମସ୍ଥାନ କେଉଁଠାରେ? ସୁଆଣ୍ଡୋ। ସମୀର ଶବ୍ଦର ଅର୍ଥ କ'ଣ? ପବନ। ଜେଲର ବାତାବରଣ କିପରି ଥିଲା? କଷ୍ଟଦାୟକ ଓ ନିଃସଙ୍ଗ। କବିଙ୍କ କେଉଁ ଗୁଣ ଏଠାରେ ପ୍ରକାଶ ପାଇଛି? ସମ୍ବେଦନଶୀଳତା।
पृथ्वी को कवि क्यों रूप में देखिछंती? सूर्यंक प्रेमिका हिसाब रे। तापित शब्दर अर्थ कौन? तुमने मते कमेंट बॉक्स रे कमेंट करो। निशित शब्दर अर्थ कौन? राति। बंदीर विरह व्यथा कवितार क्यों रसर प्राधान्य रही पिलामाने? करुण रस। कवि काहाकू सखा बोली मने करुछंती? प्रकृतिर शोभा को। प्रणय शब्दर समार्थ बोधक शब्द कौन? प्रेम। सूर्यास्त कवि को कहा कथा मने पकाई दिए? निज गाँ ओ परिवार कथा। कहार आगमन रे संध्यार शोभा नष्ट होता है? अंधारर। कवि गोपबंधु को उत्कलमणि आख्या किए देथिले? यही प्रश्न उत्तर किए दे परिबो जो पिला माने एजुकेशन नहीं छंती? हाँ कि नहीं पिला माने उत्तर दियो कमेंट बॉक्स रे। नेक्स्ट, बंदीर विरह व्यथा पाठक मन रे क्यों भाव सृष्टि करे? दया और सहानुभूति। कविताटीर शेष में कवि मनोभाव किपरि जना बोले? विषादग्रस्त और निसंग। तो पिला माने यह थिला तमरो मोस्ट इंपोर्टेंट 50 टी क्वेश्चन। आशा करे समस्ते बुझी पारथिबो एवं एई भितर ही क्वेश्चन आसीबो। बहुत बहुत धन्यवाद पिला माने। तमर एग्जाम रे यही क्वेश्चन माने आसीबो, एथिरे डाउट नाही। वीडियो को स्टार्टिंग रो एंडिंग पर्यंत देखुछो, बहुत भलो। ऑल द बेस्ट। जय मां समलेई।